ମୁଁ ଏହି ଭିଡ଼ିଓରେ ଶିଖାଇବାକୁ ଯାଉଛି ଘର ପିଲର ଷ୍ଟାଣ୍ଡ କରିବା ପ୍ରୋସେସ୍। ଘର ପିଲର ଦୁଇ ପ୍ରକାର ପ୍ରୋସେସରେ ଷ୍ଟାଣ୍ଡ କରିବା ଜଣାଉଛି। ଭିଡ଼ିଓକୁ ସ୍କିପ୍ ନକରି ଦେଖନ୍ତୁ, ନହେଲେ କିଛି ବୁଝିପାରିବେନି। ପ୍ରଥମ ଥର ଚ୍ୟାନେଲକୁ ଆସୁଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରୋସେସ୍ 1, ପିଲର ଷ୍ଟାଣ୍ଡ ଲେଆଉଟ୍ ସୂତା ସେଣ୍ଟର ଲାଇନ୍ ଜରିଆରେ ହୋଇପାରିବ। ଲେଆଉଟ୍ ସୂତାରୁ ଓଳମ କରି ମାର୍କିଂ ଚିହ୍ନ ଦେବ। ମନେକର ପିଲରଟି 10 ଇଞ୍ଚ ବାଇ 10 ଇଞ୍ଚ ରହିଛି। ଲେଆଉଟ୍ ସୂତା ପ୍ଲାନ ଅନୁସାରେ 5 ଇଞ୍ଚ ମାଇନସରେ ରହିଛି। ତା ମାନେ ପିଲର ସେଣ୍ଟରରେ ସୂତା ରହିଛି। ଯଦି ପିଲର ସାଇଜ 10 ଇଞ୍ଚ ହୋଇଥାଏ, ତାହେଲେ ରିଙ୍ଗ ସାଇଜ 7ରେ 7 ହୋଇଥିବ। ସେହି ପିଲର ମାପକୁ ଦୁଇ ଭାଗ କରିଦେବ। ଦୁଇ ଭାଗ କଲେ ଗୋଟିଏ ଭାଗ 3 ଇଞ୍ଚ ଅଧେ ଲେଖା ପଡ଼ିବ। ଯେଉଁ 3 ଇଞ୍ଚ ଅଧେ ରହିଲା ସେ ହେଉଛି ପିଲର। ସେହି ସୂତାରୁ ଓଳମ ଖସାଇ ବେସରେ ମାର୍କିଂ ଚିହ୍ନ କରିବ। ଯେଉଁ ଜାଗାରେ ଓଳମ ରହିବ ତାହା ପିଲରର କେନ୍ଦ୍ରବିନ୍ଦୁ। ତେଣୁ ସେହି ସ୍ଥାନରେ ପିଲର ମଝି ଅଂଶରେ ରହିବ। ତେବେ ସେ ପିଲର ଠିକ୍ ସ୍ଥାନରେ ବସି ରହିବ। ପ୍ରୋସେସ୍ 2, ଲେଆଉଟ୍ ସୂତା ବାହାର ପାର୍ଶ୍ୱରେ ଥିଲେ ସୂତାଠାରୁ 1.5 ଇଞ୍ଚ ପିଲର ରିଙ୍ଗ ଡିଷ୍ଟାନ୍ସ ରଖି ଓଳମ ଦ୍ୱାରା ପିଲର ଷ୍ଟାଣ୍ଡ କରିପାରିବ। ଡାଇରେକ୍ଟ ପିଲର ରିଙ୍ଗ ଟୁ ରିଙ୍ଗ ଓଳମ କରିବ। ଯେଉଁ ଜାଗାରେ ଓଳମ ରହୁଛି ସେହି ସ୍ଥାନରେ ପିଲର ଷ୍ଟାଣ୍ଡ କରିବ। ତେବେ ପିଲରଟି ଠିକ୍ ଜାଗାରେ ଷ୍ଟାଣ୍ଡ ହୋଇପାରିବ। ଏହି ଦୁଇ ପ୍ରକାର ମେଥଡ଼ ସାହାଯ୍ୟରେ ଆପଣ ପିଲର ଷ୍ଟାଣ୍ଡ କରିପାରିବେ। ପିଲର ରଡ଼ଟା ଷ୍ଟାଣ୍ଡ କରିଦେଲେ, କିନ୍ତୁ ହେଲେ ରଡ଼ଟି ସିଧା ହୋଇଛି କି ନାହିଁ ଜାଣିବେ କେମିତି? ମୁଁ ଦେଖାଉଛି ଯେଉଁ ପଟେ ଓଳମ କରାଯାଉଛି ସେପଟେ ଓଳମ କରିସାରିଲା ପରେ ତା ପାଖ ପଟଟାକୁ ନିହାତି ଓଳମ କରିବେ। ଦୁଇ ପଟ ଓଳମରେ ରଖିବେ, ଯାହାକି ରଡ଼ଟି ସିଧା ହୋଇ ରହୁଛି କି ନା ନାହିଁ, ନଚେତ୍ ପିଲର ବଙ୍କା ହୋଇଯାଇପାରେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି।